ଜୟ ଶ୍ରୀ ଜଗନ୍ନାଥ ଭାଇ। ମାନେ ସର୍ବପ୍ରଥମେ ଗୁରୁଦେବ ଗଣପତି ଏବଂ ଜଗତମାଙ୍କୁ ପ୍ରଣାମ କରି ଆଜି ଆମେ ଆମର ଆଷ୍ଟ୍ର ସେସନକୁ ଆଗକୁ ବଢିବା। ଆଷ୍ଟ୍ର ସେସନ କ୍ରମରେ ଏଇଟା ଗୋଟେ ରାଣ୍ଡମ ସେସନ ରହିବ, ଯାହାର ଫାଇଣ୍ଡିଙ୍ଗ ଏଇଟା କୌଣସି ବହିରେ ନାହିଁ। ଏଇଟା ଡେଲି ରୁଟିନ ଆଉ ଡେଲି ଲାଇଫ ସହିତ ରିଲେଟେଡ ହେଇଥିବାରୁ ମୁଁ ଏଟାକୁ ଭଲସେ ସେୟାର କରିବାକୁ ଚାହୁଁଛି। ମୁଁ ବର୍ତ୍ତମାନ କହୁଛି ଆପଣଙ୍କୁ ନାଇନ୍ଥ ଲର୍ଡ ବିଷୟରେ ଏବଂ ନାଇନ୍ଥ ହାଉସ ବିଷୟରେ। ଦିଟାକୁ ନାଇନ୍ଥ ଲର୍ଡ ବିଷୟରେ ଗୋଟେ କହିବି, ଗୋଟେ ନାଇନ୍ଥ ହାଉସ ବିଷୟରେ କହିବି। ନାଇନ୍ଥ ଲର୍ଡ ଜେନେରାଲି ସିଗ୍ନିଫାଏ ଗୋଟେ ଜିନିଷକୁ, ଲର୍ଡ ଗୋଟେ ଜିନିଷକୁ ଭଲସେ ସିଗ୍ନିଫାଏ କରେ। ନାଇନ୍ଥ ଲର୍ଡ ଏଇଆ ସିଗ୍ନିଫାଏ କରେ ଯେ ତୁମର ଭାଗ୍ୟ କେମିତି କୋଉଠି ଉଦୟ ହବ, କୋଉଠି ତୁମେ ତୁମର ଭାଗ୍ୟକୁ ଉଦୟ କରିପାରିବ। ଇନଭୋକେସନ ଟେକ୍ନିକ କଣ ଅଛି? ପଏଣ୍ଟ ନମ୍ବର 1, ଯାହାର ଅନମ୍ୟୁଟ ଅଛି ଟିକେ କାଇଣ୍ଡଲି ମ୍ୟୁଟ କରିଦିଅନ୍ତୁ। ନାଇନ୍ଥ ଲର୍ଡ ଇଜ ଏ ସେଭିୟର। ତୁମ କୁଣ୍ଡଳୀରେ ତୁମକୁ ଯେତେବେଳେ ପ୍ରୋବ୍ଲେମ ହବ, ନାଇନ୍ଥ ଲର୍ଡ ତୁମକୁ ଆସିବ ସେଭ୍ କରିବା ପାଇଁ। କାରଣ ପରମ ପିତା ପରମାତ୍ମା କେବେ ବି କୌଣସି ଲୋକ ପ୍ରତି କେବେ ଅନ୍ୟାୟ ଅନୀତି କରିପାରିବେନି। ନାଇନ୍ଥ ଲର୍ଡ କୁହାଯାଏ ଭାଗ୍ୟର ହାଉସ, ଧର୍ମର ହାଉସ, ପିତାର ହାଉସ। ଯେତେବେଳେ ମୁଁ ଛୁଆବେଳେ କିଛି ପ୍ରୋବ୍ଲେମ ଆସୁଥିଲା, ଆମେ ବାପାଙ୍କୁ ଯାଇ କହୁଥିଲେ କି ବାବା ଏମିତି ପ୍ରୋବ୍ଲେମ ହେଲା। ଯେତେବେଳେ ଆମ ଜୀବନରେ କୌଣସି ପ୍ରୋବ୍ଲେମ ଆସେ, ଆମେ ଠାକୁରଙ୍କୁ ଯାଇ କହୁ ବା ଇଷ୍ଟଙ୍କୁ କହୁ ବା ଗୁରୁଙ୍କୁ କହୁ, ଗୁରୁଦେବ ଏମିତି ପ୍ରୋବ୍ଲେମ ହେଲା। ମଣିଷ ଯେତେବେଳେ ସାଧନା କ୍ଷେତ୍ରରେ ଉନ୍ନତି କରିପାରେନି, ସେତେବେଳେ ସେ ଗୁରୁଙ୍କୁ ଯାଇ କହେ ଗୁରୁଦେବ ଏମିତି ପ୍ରୋବ୍ଲେମ ହେଇଛି ମୋ ସହିତ। ତ ନାଇନ୍ଥ ଲର୍ଡ କୁ କୁହାଯାଏ ସେଭିୟର। ଅନେକ ମାତ୍ରାରେ ଅନେକ ଜାଗାରେ ଅନେକ କଥା ଏଇଭଳି ଭାବରେ ଅଛି ଯେ ସଂସାରରେ ନାଇନ୍ଥ ଲର୍ଡ ଏତେ ପାୱାରଫୁଲ ଯେ ଯଦି ନାଇନ୍ଥ ଲର୍ଡ ଠିକ ଅଛି, ତାହେଲେ ଟୁଏଲ୍ଥ ଲର୍ଡ ର ଦଶାଟା ଏତେ ଖରାପ କରିବନି। କାହିଁକି? କାରଣ ନାଇନ୍ଥ ରୁ ଟୁଏଲ୍ଥ ହଉଛି ଫୋର୍ଥ ହାଉସ। ନାଇନ୍ଥ ରୁ ଟୁଏଲ୍ଥ ହଉଛି ଫୋର୍ଥ ହାଉସ। ନାଇନ୍ଥ ଲର୍ଡ ର ହାଉସ ହଉଛି, ନାଇନ୍ଥ ଲର୍ଡ ଯଦି ଯଦି ଗୋଟେ ପର୍ସନ, ତାହେଲେ ସେ ଘର କରି ରହିଛି ଟୁଏଲ୍ଥ ହାଉସ ରେ। ସେଇଥିପାଇଁ କାଳପୁରୁଷ କୁଣ୍ଡଳୀରେ ଗୁରୁଦେବ ବୃହସ୍ପତି ନାଇନ୍ଥ ହାଉସ କୁ ବି ରୁଲ କରନ୍ତି ଏବଂ ଟୁଏଲ୍ଥ ହାଉସ କୁ ବି ରୁଲ କରନ୍ତି। କେତେ ବ୍ୟୁଟିଫୁଲ କମ୍ବିନେସନ ପରମପିତା ପରମାତ୍ମା ବନେଇଛନ୍ତି। ଜେନେରାଲ ଟୁଏଲ୍ଥ ହାଉସ କୁ ତ୍ରିକ ହାଉସ କୁହାଯାଏ, ବ୍ୟୟ ଭାବ କୁହାଯାଏ, ଚେଞ୍ଜ ଭାବ କୁହାଯାଏ, ଖର୍ଚ୍ଚ ନଷ୍ଟର ଭାବ କୁହାଯାଏ, ହସ୍ପିଟାଲ ଯାତ୍ରା କୁହାଯାଏ, ପ୍ରୋବ୍ଲେମ କୁହାଯାଏ, ସେକ୍ଲୁଜନ କୁହାଯାଏ। ବଟ ସେଇଟା ତମକୁ ସେଭ୍ କରିବ ନାଇନ୍ଥ ହାଉସ। ମୁଁ ଏଟାକୁ କାହିଁ ଏତେ ବାରମ୍ବାର କହୁଛି କି ତୁମର ଭାଗ୍ୟ, ଆପଣ ମାନେ ଅନୁଭବ କରୁଥିବେ କୌଣସି ଲୋକ ଯେତେବେଳେ ପୂଜା ଅର୍ଚ୍ଚନା କରିବା ଷ୍ଟାର୍ଟ କରିଥିବ, ତା ସହିତ ବହୁତ ହିଁ ଖରାପ ହେଇଥିବ ଷ୍ଟାର୍ଟିଂ ରୁ। ଠିକ ଅଛି। କୌଣସି ଲୋକ ଯଦି କୌଣସି ଗୁରୁଙ୍କୁ ଗ୍ରହଣ କରିଥିବ, ହଠାତ୍ ତାର ଜୀବନରେ ଭଟସେ ଉନ୍ନତି ହେଇଥିବ। ଏଇଟା ନାଇନ୍ଥ ଲର୍ଡ ଯୋଗୁ। ଅନ୍ୟ କୌଣସି ଲର୍ଡ ଏମିତି କର୍ମକାଣ୍ଡ କରିପାରିବନି। ଆଉ ଏମିତି ବି ଦେଖା ହେଇଛି କି ସଡନ ଗୁରୁ ଗ୍ରହଣ କରିଥିବ, ଦୀକ୍ଷା ନେଇଥିବ, ତାର ଘରେ କିଏ ଗୋଟେ ଏକ୍ସପାର୍ଟ କରିଗଲେଣି, ତାର କିଛି ପ୍ରୋବ୍ଲେମ ବାହାରିଗଲାଣି, ତାର ହେଲ୍ଥ ରିଲେଟେଡ କିଛି ଇସ୍ୟୁ ଆସିଗଲାଣି। ତେଣୁ ମୁଁ ଏଇଟାକୁ ବହୁତ କନସିୟସଲି ଚୁଜ କରୁଛି। ମଣିଷର ଯେତେବେଳେ ଟୁଏଲ୍ଥ ଲର୍ଡ ର ଦଶା ଚାଲେ ବା ଟୁଏଲ୍ଥ ହାଉସ କୌଣସି କୌଣସି କାରଣ ଯୋଗୁଁ ଆକ୍ଟିଭେଟ ହେଇଯାଏ, ସେତେବେଳେ ଆପଣଙ୍କୁ ସେଭ୍ କରିବା ପାଇଁ, ଆପଣଙ୍କୁ ଏଇଟାକୁ ସେଭ୍ କରିବା ପାଇଁ ଆପଣଙ୍କୁ ନାଇନ୍ଥ କୁ ହିଁ ଯିବାକୁ ପଡିବ, ନାଇନ୍ଥ ଲର୍ଡ କୁ ହିଁ ଧରିବାକୁ ପଡିବ। ୟା ମାନେ ନୁହେଁ ଯେ ଟୁଏଲ୍ଥ କୁ ପୁରା ଆପଣ ଠିକ କରିକି ଥୋଇଦେବେ। ୟା ମାନେ ହଉଛି ଏଇଆ ଯେ ଆପଣଙ୍କ ଟୁଏଲ୍ଥ ର ପ୍ରୋବ୍ଲେମ କୁ ଭଲସେ ଧରିକି ରଖିବା ପାଇଁ ନାଇନ୍ଥ ର କାରକ ତତ୍ତ୍ୱକୁ ୟୁଜ କରିବାକୁ ପଡିବ। ତ ଆଜିର ସେସନରେ ଏଇଟା ଥିଲା ମୋର ଗୋଟେ ଛୋଟ ଇନସାଇଟ୍ ଭିଡିଓ, କି ଯୋଉ ଯେତେ ସାରା ପ୍ରୋବ୍ଲେମ ଚାଲିଛି ରିଲେଟେଡ ଟୁ ଚେଞ୍ଜ, ରିଲେଟେଡ ଟୁ ଏନି କାଇଣ୍ଡ ଅଫ ଥିଙ୍ଗସ ହ୍ୱିଚ୍ ଆର, ଯୋଉଟା କି ଆମ କଣ୍ଟ୍ରୋଲରେ ନାହିଁ, ସେଥିପାଇଁ ନାଇନ୍ଥ ହାଉସ ଓ ନାଇନ୍ଥ ହାଉସ ଲର୍ଡ ର ଯିଏ ଦେବତା ଅଛନ୍ତି, ତାଙ୍କ ପାଖକୁ ଯିବାକୁ ପଡିବ। ଆଉ ତାଙ୍କ ତଦନୁପାତିକ କର୍ମ ନିଜର ଆଚାର ଆଚରଣରେ ଡେଲି ଡେଲି ମାଧ୍ୟମରେ ତାକୁ ପରସ୍ୟୁ କରିବାକୁ ପଡିବ। ତେବେ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।